ମୁଁ ରାକେଶ ବାବୁଙ୍କୁ ଯାଇ ଦେଖା କରିଥିଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲି। ଅତି ସମ୍ବେଦନଶୀଳ ଘଟଣା। ସିଏ ଦେଖିଲେ, ପରିଚିତ ହେଲେ, ରେକଗ୍ନାଇଜ କଲେ ଏବଂ ମୁଁ ଜଗନ୍ନାଥଙ୍କ ନିକଟରେ ସର୍ବପ୍ରଥମେ ପ୍ରାର୍ଥନା କରିବି ସେ ରାକେଶ ବାବୁ କେମିତି ଜଲ୍ଦି ରିକଭର କରିକି ପୁଣି ସୁସ୍ଥ ହେଇକି ଆମ ଗହଣକୁ ଫେରି ଆସନ୍ତୁ, ସେଇଟା ମୋର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ରହିବ। ଡାକ୍ତର ମଧ୍ୟ କହିଲେ ପୂର୍ବ ଦିନ ଅପେକ୍ଷା ରାକେଶ ବାବୁ ଯେ ପୀଡ଼ିତ ସେ ମଧ୍ୟ ରିକଭର କରୁଛନ୍ତି। ସେ ବର୍ତ୍ତମାନ ବସିଲେଣି, କଥାବାର୍ତ୍ତା ଅଳ୍ପ ଅଳ୍ପ ଠାରରେ କରୁଛନ୍ତି। ଆମେ ଚାହିଁବା ସେ ଏକ ସୁସ୍ଥ ହେଇଯାଆନ୍ତୁ, ସୁସ୍ଥ ହେଇକି ଫେରି ଆସନ୍ତୁ। ଆଉ ଯୋଉ ଘଟଣା ଘଟିଛି, ଯଦି ଆପଣ ହିଂସା ବିଷୟରେ କହିବେ, ଭାଉଲେନ୍ସ ବିଷୟରେ କହିବେ, ଭାଉଲେନ୍ସ କୌଣସି ବି ସ୍ତରରେ କୌଣସି ପ୍ରକାରରେ କେବେ ହେଲେ ସମାଜରେ ଗ୍ରହଣୀୟ ନୁହେଁ। ଯେତେବେଳେ ଭାରତ ବର୍ଷର ଜନକ ହଉଛନ୍ତି ମହାତ୍ମା ଗାନ୍ଧୀ, ଆମେ ଅହିଂସା ସବୁବେଳେ କେମିତି ରହିବ, ଆମେ କେମିତି ଭାଉଲେନ୍ସ ଠୁ ଦୂରରେ ରହିବା ସବୁବେଳେ ଚେଷ୍ଟା କରିବା ଦରକାର। ଯଦି ଭାଉଲେନ୍ସ ହେଇଛି ସେ କଥା ସମୀକ୍ଷା ହବ, ପରୀକ୍ଷା ହବ। ଯଦି ହେଇଥିବ ତାର ତଦନୁଯାୟୀ ପଦକ୍ଷେପ ମଧ୍ୟ ଗ୍ରହଣ। ଡିସିପି ମହୋଦୟଙ୍କ ସହିତ ଆଲୋଚନା ଗଲା ସବିଶେଷ କେସ୍ ବିଷୟରେ, କୋଉ ପ୍ରସଙ୍ଗରେ କୋଉ ସନ୍ଦର୍ଭରେ ଏ ଘଟଣା ଘଟିଲା। ଏ ମର୍ମନ୍ତୁଦ ଘଟଣା, ଗୋଟେ ଅତ୍ୟନ୍ତ ଦୁଃଖଦ ଘଟଣା। ବାରଙ୍ଗବାସୀ ସମ୍ପୂର୍ଣ୍ଣ ଭାବେ ବିଚଳିତ, କିନ୍ତୁ ମୁଁ ନିବେଦନ କରିବି ଗୁଜବ ଆଉ ଅପପ୍ରଚାର ଉପରେ ନ ବିଶ୍ୱାସ କରନ୍ତୁ। ନିଜ ନିଜର ବ୍ୟକ୍ତିଗତ ରାଜନୈତିକ କଥାକୁ ଚରିତାର୍ଥ କରିବା ପାଇଁ ଯୋଉମାନେ ଅପପ୍ରଚାର କରୁଛନ୍ତି ଆଜିର ଦିନରେ, ଆଜି ତାରିଖ କେତେ? 31 ତାରିଖ। ଗତକାଲି ସେ ଗୋଟେ ଅପପ୍ରଚାର ଚାଲିଲା, ସେ ରାକେଶ ବାବୁ ଆଉ ନାହାନ୍ତି। ଏଇଟା କଣ ଠିକ? একথা কিଏ ସେ ଅପପ୍ରଚାର କରୁଛି? ଆଜି ମୁଁ ଆହ୍ୱାନ କରିବାକୁ ଚାହେଁ ଆପଣଙ୍କ ସମ୍ମୁଖରେ, ବର୍ତ୍ତମାନ ସମୟରେ ମେଡିକାଲକୁ ଯାଇ ଦେଖିବା ରାକେଶ ବାବୁ ସୁସ୍ଥ। ଗାଁର ସଭାପତି, ଗାଁର ମୁରବୀ, ଗୁରୁଜନ ସମସ୍ତେ ଆସିଛନ୍ତି ବାରଙ୍ଗ ଅଞ୍ଚଳର। ସେମାନେ ଦେଖିଲେ ଯେ ରାକେଶ ବସିଛି, ଠାରୁଛି, ତାଙ୍କୁ ନମସ୍କାର କଲା ତାଙ୍କ ଗାଁର ଗୁରୁଜନ ମାନଙ୍କୁ। କିନ୍ତୁ ସେଠି ଗୁଜବ କାଲି କଣ ଥିଲା? 2 ଦିନ ହବ କଣ ଚାଲିଛି ଗୁଜବ? ଏକଥାକୁ ଆମେ କ୍ଷାନ୍ତ ରହିବା ଦରକାର ନା ନାହିଁ। ଏହାକୁ ଗଣମାଧ୍ୟମ ପ୍ରତିନିଧି ମାନେ, ଆପଣ ମାନେ ଯେତେବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ମୋର ନିବେଦନ ଏ ଅପପ୍ରଚାର ଆଉ ଗୁଜବ କେମିତି ସମାଜରେ ନ ଖେଳିବ, ଏ ଗୋଟେ ଗୁରୁତ୍ୱପୂର୍ଣ୍ଣ ଅତି ସମ୍ବେଦନଶୀଳ ଘଟଣା। ସେଥିପାଇଁ ଆପଣଙ୍କ ସହଯୋଗ ମଧ୍ୟ କରିବା ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ନିବେଦନ କରିବି। ଡିସିପିଙ୍କ ସହିତ ସବିଶେଷ ଆଲୋଚନା ହେଲା, କଣ କେମିତି ଏକ୍ସାମିନେସନ କରାହବ, କଣ ପରୀକ୍ଷା ନିରୀକ୍ଷା କରାହବ, ସମୀକ୍ଷା କରାଯାଇ କାହାର ଦୋଷ ତ୍ରୁଟି ଦୁର୍ବଳତା ରହିଛି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବି ହବ। ତାଙ୍କର ଡିପାର୍ଟମେଣ୍ଟାଲ ଯାହା ପ୍ରୋସିଡିଂ ନୀତି ନିୟମ ଅନୁଯାୟୀ ଯାହା ହବା କଥା ହବ। କିନ୍ତୁ ସର୍ବପ୍ରଥମେ ଆମ ପ୍ରାଥମିକତା କଣ? ପ୍ରାଥମିକତା ରାକେଶ ବାବୁ କେମିତି ସୁସ୍ଥ ହେଇଯାଏ, ରାକେଶ ବାବୁଙ୍କର କିଛି ଅଘଟଣ ନ ଘଟୁ, ଏତିକି ମା କନକ ଦୁର୍ଗାଙ୍କ ନିକଟରେ, ପ୍ରଭୁ ସିଦ୍ଧେଶ୍ୱରଙ୍କ ନିକଟରେ ପ୍ରାର୍ଥନା। ଥ୍ୟାଙ୍କ ୟୁ।